ନମସ୍କାର। ଆଜି ଶୁକ୍ରବାର ଫେବୃଆରୀ 13 ତାରିଖର ଶୁଣିବା ରାଶିଫଳ। ମେଷ। ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାର କମ୍ ସମ୍ଭାବନାକୁ ଦେଖି ଚିନ୍ତା ବଢ଼ିଯିବ। ଅନ୍ୟମାନେ କେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ହାତ ମୁଠାରୁ ସୁଯୋଗ ଖସି ଯାଇପାରିବ ନାହିଁ। ହାତରୁ ଖାଇ ପର ପାଇଁ ଖଟି ପାରନ୍ତି। ବୃଷ। ଖୁସି ମନରେ କାମ କରିବା ସାଙ୍ଗକୁ ଯେମିତି ଚାହୁଁଛନ୍ତି ତାହା କରିବା କ୍ଷେତ୍ରରେ କୌଣସି ଅସୁବିଧା ରହିବ ନାହିଁ। ବାଧ୍ୟବାଧକତାରେ କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହାତକୁ ନେବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରଶାସନ, ରାଜନୀତି ଏବଂ ଦୂର ଭ୍ରମଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ମିଥୁନ। ଆଜିର ଗ୍ରହସ୍ଥିତି ଅନୁଯାୟୀ କିଛି ପାଇବାକୁ ହେଲେ ଦେବାକୁ ପଡ଼ିପାରେ। କର୍ମାରମ୍ଭରେ ସହକର୍ମୀଙ୍କ ଅସହଯୋଗ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଆନୁଷ୍ଠାନିକ କାମ କିମ୍ବା ପାରିବାରିକ ମାଙ୍ଗଳିକ କାର୍ଯ୍ୟ ସକାଶେ ବ୍ୟସ୍ତ ରହିପାରନ୍ତି। ସାଂଗଠନିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟିକୁ ସୁଧାରିବାକୁ ପ୍ରସ୍ତୁତି ଆରମ୍ଭ କଲେ ଉପକୃତ ହେବେ। କର୍କଟ। ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଅନୁଭବ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ମାଧ୍ୟମରେ ମନର କଥାକୁ ପ୍ରକାଶ କରି ଅଭିଳାଷ ପୂରଣ କରିବେ। ଅଭାବ ନଥିଲେ ମଧ୍ୟ ଖର୍ଚ୍ଚରୁ ଦୂରେଇ ରହିବା ଦ୍ୱାରା ସମାଲୋଚିତ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ସାଧାରଣ ସ୍ୱାର୍ଥକୁ କେନ୍ଦ୍ର କରି ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ସିଂହ। ଆପଣଙ୍କ ଲୋଭନୀୟ ପ୍ରତିଶ୍ରୁତି ଲୋକସମ୍ପର୍କ ବୃଦ୍ଧିରେ ସାହାଯ୍ୟ କରିବ। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ପାଇବେ। ଆର୍ଥିକ ଅନଟନ ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ବନ୍ଧୁଙ୍କ ସାହାଯ୍ୟରୁ କାମ ଅଟକିବ ନାହିଁ। ଆନୁଷ୍ଠାନିକ କାମରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହୋଇପାରନ୍ତି। କନ୍ୟା। ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତି ରାଜକେଶରୀ ଯୋଗ ସୃଷ୍ଟି କରି ଉଚ୍ଚ ସମ୍ମାନ, ପ୍ରଚୁର ଅର୍ଥ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ପ୍ରଦାନ କରିବେ। ନୂତନ କାମ ଆରମ୍ଭ କରି ଗୁରୁଜନ ଓ ବୟସ୍କ ବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହେବେ। ପରିସ୍ଥିତି ବଶତଃ ପଡ଼ୋଶୀଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଶତ୍ରୁତା କରୁଥିବା ଲୋକ ଫାଇଦା ହାସଲର ଅପଚେଷ୍ଟା କରିବେ। ତୁଳା। କଠିନ ଶ୍ରମ ଏବଂ ବିଶେଷ ଭ୍ରମଣରୁ ଶାରୀରିକ ଅସୁସ୍ଥତା ହେତୁ ମନ ବିଚଳିତ ରହିପାରେ। ବ୍ୟବସାୟ କ୍ଷେତ୍ରରେ ନୂତନ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। କଚେରୀ ମାମଲାରେ ସମସ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରହିପାରନ୍ତି। ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ଶତ୍ରୁତା ହଠାତ୍ ପ୍ରମାଣିତ ହେବ ନାହିଁ, କିନ୍ତୁ କିଛି ସମୟ ପାଇଁ ମିଳନ ରହିବ। ବିଛା। ବର୍ତ୍ତମାନର ସ୍ଥିତିରେ ପରିବର୍ତ୍ତିତ ସମୟକୁ ନେଇ ଚିନ୍ତାଧାରା ବଦଳିଯିବ। ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କୁ ମଧ୍ୟ ମାଙ୍ଗଳିକ କାମରେ ବିସ୍ମରି ଯାଇପାରନ୍ତି। ହାତକୁ ନେଇଥିବା କାମଗୁଡ଼ିକ ଅସମ୍ପୂର୍ଣ୍ଣ ରହିବାରୁ ମନ ଭଲ ରହି ନପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ପଡ଼ୋଶୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ଧନୁ। ନିଜର ଗୁରୁତ୍ୱପୂର୍ଣ୍ଣ କାମକୁ ପଛରେ ପକାଇ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଦୂରଯାତ୍ରା କରିପାରନ୍ତି। ସନ୍ତାନଙ୍କ ଦୁର୍ବଳ ସ୍ୱାସ୍ଥ୍ୟ ଓ ଅମନୋଯୋଗୀ ସ୍ୱଭାବର ପରିବର୍ତ୍ତନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିବେ। ଆତ୍ମୀୟଙ୍କ ସହଯୋଗରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ସାମୟିକ ଖୁସି ଅନୁଭବ କରିବେ।
ମକର ପ୍ରତ୍ୟୁଷ ଯାତ୍ରା ସଭା ସମିତି କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଯେଉଁ କାମ ଆରମ୍ଭ କରିବେ ବିନା ବିଘ୍ନରେ ସମାପନ ହେବ। ଶିଳ୍ପ ବାଣିଜ୍ୟ ଓ ପରିବହନରେ ସଫଳତା ପାଇବେ। ଜନହିତକର କାର୍ଯ୍ୟରେ ନିୟୋଜିତ ହେବେ। ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ପାଇଁ ବନ୍ଧୁବର୍ଗଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। କୁମ୍ଭ ଆପଣଙ୍କ ଉନ୍ନତ ଚିନ୍ତାଧାରା ଏବଂ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀରୁ ପାରିବାରିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଓ ପରିବହନରେ ସମସ୍ୟା ଯୋଗୁଁ ବ୍ୟସ୍ତ ରହିବେ। ପରିଜନଙ୍କ ସହିତ ନୂତନ ଦର୍ଶନୀୟ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଦେବର୍ଚ୍ଚନା ସକାଶେ ମନ ବଳାଇବେ। ମୀନ ସବୁ କିଛି ଠିକ୍ ଚାଲିଥିଲେ ମଧ୍ୟ ଆପଣଙ୍କର ରୁକ୍ଷ ବ୍ୟବହାର ବନ୍ଧୁ ସମ୍ପର୍କ ହାନିର କାରଣ ହେବ। ପରୋକ୍ଷରେ କେହି ଅସୁବିଧାରେ ପକାଇ ପାରନ୍ତି। ସଭା ସମିତି ଆଲୋଚନା ପରିସରରେ ରାଜନୈତିକ ସ୍ଥିତି ପ୍ରଶାସନିକ ସ୍ତରରେ ପ୍ରତିରୋଧ ଦୂରେଇ ଯିବ। ନୂତନ ସ୍ଥାନ ପରିଦର୍ଶନର ମଉକା ପାଇ ଆନନ୍ଦ ଅନୁଭବ କରିପାରନ୍ତି। ନମସ୍କାର, ଜୟ ଜଗନ୍ନାଥ।